ପୂର୍ବପରି ପୁଣି ପୂଜାର୍ଚ୍ଚନା ହେବ ପୁରାତନ ମନ୍ଦିର ଗୋପାଳଜୀ ମନ୍ଦିରରେ। ଆଉ 2 ଦିନ ପରେ ପୁଣି ଥରେ ଚଳଚଞ୍ଚଳ ହୋଇ ଉଠିବ ସୋନପୁର ସହରର ସର୍ବପୁରାତନ ଗୋପାଳଜୀଙ୍କ ମନ୍ଦିର। ଏଥିପାଇଁ ପ୍ରସ୍ତୁତି ପ୍ରାୟ ଚୂଡ଼ାନ୍ତ ହୋଇ ଆସିଲାଣି। ଆସନ୍ତା 25 ତାରିଖ ଦିନ ଜିଲ୍ଲା କୁଶାଗରରୁ ମହାପ୍ରଭୁଙ୍କ ବିରଳ ଅଷ୍ଟଧାତୁ ମୂର୍ତ୍ତି କରାଯାଇ ମନ୍ଦିରରେ ପୁନଃ ସ୍ଥାପନ କରାଯିବ। ଏଥିପାଇଁ ଚଳଚଞ୍ଚଳ ସୋନପୁର ସହର। ପ୍ରକାଶ ପ୍ରାୟ 40 ବର୍ଷ ତଳେ ମନ୍ଦିରରୁ ବିରଳ ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଥିଲା। ଚୋରି କରି ନେଉଥିବା ଚୋରମାନେ ଭୁବନେଶ୍ୱରରେ ଧରା ପଡ଼ିଥିଲେ। ମୂର୍ତ୍ତି ଉଦ୍ଧାର କରାଯାଇ ଭୁବନେଶ୍ୱର ସ୍ଥିତ ସିବିଆଇ ମାଲଖାନାରେ ମୂର୍ତ୍ତି ରଖାଯାଇଥିଲା। ତେବେ ଜିଲ୍ଲାପାଳ ଉପଜିଲ୍ଲାପାଳଙ୍କ ପ୍ରୟାସ କ୍ରମେ ମୂର୍ତ୍ତିକୁ ସୋନପୁର ସହରକୁ ଅଣାଯାଇଛି। 5 ଦିନ ଧରି ମହାଆଡ଼ମ୍ବରରେ ପୂଜାର୍ଚ୍ଚନା ଯଜ୍ଞ ହେବା ପରେ ମହାପ୍ରଭୁ ମନ୍ଦିରକୁ ପ୍ରବେଶ କରିବେ ବୋଲି ଯାହା ସୂଚନା ରହିଛି। ଦୀର୍ଘ ଦିନର ବ୍ୟବଧାନ ପରେ ସୋନପୁର ଜିଲ୍ଲାକୁ ଶ୍ରୀ ଶ୍ରୀ ବଡ଼ଗୋପାଳଜୀ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ସେଥିପାଇଁ ସୋନପୁର ଜିଲ୍ଲାରେ ଗୋଟେ ଉତ୍ସାହର ଏଇଟା ଅଛି, ମାହୋଲ ଅଛି। ସୋନପୁର ଟାଉନରେ ଉତ୍ସାହର ଲୋକମାନଙ୍କର ଘରେ ଘରେ ଉତ୍ସାହ ଚାଲିଛି। ଆଗାମୀ 25 ତାରିଖରୁ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ମୂର୍ତ୍ତିର ଯେଉଁ ସମୟ ତିଆରି ହେଇଛି, ଏଇଟା ଦୀର୍ଘ 5 ଦିନ ଧରି କାର୍ଯ୍ୟକ୍ରମ ରହିବ। 25 ତାରିଖ ଦିନ ଜିଲ୍ଲା ଟ୍ରେଜେରୀରୁ ପ୍ରଭୁଙ୍କୁ ନଗର ପରିକ୍ରମା କରି ମନ୍ଦିରକୁ ଅଣାଯିବ। 26, 27, 28, 29 ଏମିତି 1 ତାରିଖ ପର୍ଯ୍ୟନ୍ତ ପୂଜା ଅର୍ଚ୍ଚନା ହେବ, ହୋମଯଜ୍ଞ ହେବ। 1 ତାରିଖ ଦିନ ମନ୍ଦିରକୁ ଭିତରକୁ ପ୍ରଭୁ ପ୍ରବେଶ କରିବେ। ଦେଖନ୍ତୁ ଆଜ୍ଞା, ଆମେ ମନ୍ଦିର କମିଟି ସ୍ଥିର କରିଛୁ ଯେ ଏକ ଶୁଭଲଗ୍ନ ବାହାର କରିଛୁ ଯେ ମାନେ ଦୀର୍ଘ ଯେନ୍ଟାକି 40 ବର୍ଷ ଉପରେ ସିବିଆଇ ମାଲଖାନାରେ ମହାପ୍ରଭୁ ବର୍ଷେଶ୍ରୀ ଗୋପାଳଜୀ ମହାରାଜ ଥିଲେ। ତ ସେଟା ଆମର ସୁବର୍ଣ୍ଣପୁର ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ସେ ପାଖାପାଖି 12 ଗୋଟି ମୂର୍ତ୍ତି ମାଲଖାନାରୁ ଆମେ ନିଜ ମନ୍ଦିର ମାନେ ନିଜ ସହରକୁ ଧରି ଆଣିଛୁ। ବର୍ତ୍ତମାନ ସେଟା ଅଛନ୍ତି ଆମ ଟ୍ରେଜେରୀ ଅଫିସରେ। ଆମେ ସ୍ଥିର କରିଛୁ ଯେ ଆସନ୍ତା 25 ତାରିଖ ଟ୍ରେଜେରୀ ଅଫିସରୁ ଏକ ଶୋଭାଯାତ୍ରାରେ ଶ୍ରୀ ଶ୍ରୀ ବଡ଼ଗୋପାଳଜୀ ମନ୍ଦିରକୁ ଆଣିବୁ। ଏନେ ଯଜ୍ଞ ପାଖାପାଖି 4-5 ଦିନ ହେବ। ତାପରେ ଆମେ ଗମ୍ଭୀରା ଭିତରକୁ ନେବୁ। আর বর্তমান আমার ঘড়ি সন্ধি মুহূর্তে কাম চালিছি। পাখাপাখি 90% কাম সরিগলানি। এই মানে মন্দিরকে তদারক করা সিসি ক্যামেরা বন্ধ করা যাইছি, যেমিতিকি আগামী দিনে এভাবে আউ ঘটনা ন ঘটু। তো মু নিশ্চিত ভাবে কহবি যে সোনপুর জেলা সমস্ত খুশিরে মাহল অনেক। ଆଉ 3 ଦିନ ପରେ ପହଞ୍ଚିବେ ମହାପ୍ରଭୁ ଶ୍ରୀ ଗୋପାଳଜୀ। ଏଥିପାଇଁ ପ୍ରସ୍ତୁତି ଜାରି ରହିଛି, ଯାହାକୁ ଭଗବାନଙ୍କ ଶ୍ରୀ ଗୋପାଳଜୀଙ୍କୁ ନେଇ ସହରବାସୀ ଖୁସି ଅଛନ୍ତି। ସୁବର୍ଣ୍ଣପୁରରୁ ରାମହରି ସେଠୀଙ୍କ ରିପୋର୍ଟ, କନକ ନ୍ୟୁଜ୍ 24।